ବ୍ୟାନର ଚିରିବା ଘଟଣାରେ କ୍ଷୋଭ ପ୍ରକାଶ କଲା ବିଜେପି। ଗତ 14 ତାରିଖ ଦିନ କୋପଣ୍ଡ ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟର ମୁଖ୍ୟ ବ୍ୟାନରକୁ ଦୁଇଜଣ ଦୁର୍ବୃତ୍ତ ବିଳମ୍ବିତ ରାତିରେ ଆସି ଚିରି ଦେଇଥିଲେ। ଏହାପରଦିନ ଏହି ଘଟଣା ସମ୍ବନ୍ଧରେ କୋରେଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ନିତ୍ୟାନନ୍ଦ ମହାଳିକଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ଯାଜପୁର ରୋଡ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଏବଂ ଏହି ଘଟଣା ସମୟର ସିସିଟିଭି ଫୁଟେଜ ମଧ୍ୟ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଏହି ଘଟଣାକୁ 4 ଦିନ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ପୁଲିସ ପ୍ରଶାସନ ଦ୍ୱାରା ଦୁର୍ବୃତ୍ତମାନଙ୍କର ଚିହ୍ନଟ ହୋଇପାରିଲା ନାହିଁ ଏବଂ ନିର୍ବାଚନ ସମୟରେ ଏପରି ଏକ ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏବଂ ନିନ୍ଦନୀୟ ବୋଲି କହିଛି ବିଜେପି। ଗଣତନ୍ତ୍ରରେ ହିଂସା ଏବଂ ଅସହିଷ୍ଣୁତା ଆଦୌ ଗ୍ରହଣୀୟ ନୁହେଁ। ତେବେ ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ଯୁବନେତା ଆଲେକ୍ଜାଣ୍ଡର ଦାସ ପ୍ରକାଶ କରିଛନ୍ତି। ଆଲେକ୍ଜାଣ୍ଡର ଦାସ ଭାରତୀୟ ଜନତା ପାର୍ଟି କୋରାଇ ନିଶ୍ଚିତ ଭାବରେ ଇଏ ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଭାରତୀୟ ଜନତା ପାର୍ଟି କୋରାଇ ୟାକୁ ଦୃଢ଼ ନିନ୍ଦା କରୁଛି ଯେ ଏକ ଗଣତନ୍ତ୍ରରେ ସୁସ୍ଥ ଗଣତନ୍ତ୍ରରେ ଇଏ ସୁସ୍ଥ ମାନସିକତା ରହିବା ଆବଶ୍ୟକତା ଅଛି। ତେଣୁ ଆଗାମୀ ଦିନରେ 1 ତାରିଖରେ ଆମର ନିର୍ବାଚନ ହେବ। ଏମିତି ଏକ ସମୟରେ ବ୍ୟାସନଗରରେ ଆମର ଏଇ ଅଫିସକୁ କୋରାଇ ନିର୍ବାଚନ ମଣ୍ଡଳର ଭାରତୀୟ ଜନତା ପାର୍ଟି ଅଫିସର ମୁଖ୍ୟ ବ୍ୟାନରକୁ ରାତି ପ୍ରାୟ ମଧ୍ୟରାତ୍ରରେ 2 ଜଣ ଦୁର୍ବୃତ୍ତ ଯାହା ଆମେ ଆପଣଙ୍କୁ ସିସିଟିଭି ଜରିଆରେ ଦେଖେଇଲୁ ଆସିକି ଉଦ୍ଦେଶ୍ୟମୂଳକ ଭାବରେ ଆମର ବ୍ୟାନରକୁ ଚିରିବା ଏବଂ ବାହାରେ ଗାଳିଗୁଲଜ କରିକି ଯିବା ଇଏ ନିଶ୍ଚିତ ଭାବରେ ଆମ ସମସ୍ତଙ୍କୁ ଭାରି ଦୁଃଖିତ କରିଛି। ଏବଂ ଆମେ ସମସ୍ତେ ଜାଣିଛନ୍ତି ବ୍ୟାସନଗର ତଥା ଆମ କୋରାଇ ନିର୍ବାଚନ ମଣ୍ଡଳୀ ଏକ ଶାନ୍ତିପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଏବଂ ଭାରତୀୟ ଜନତା ପାର୍ଟି ସବୁବେଳେ ଶାନ୍ତିକୁ ବିଶ୍ୱାସ କରେ ଏବଂ ସୁସ୍ଥ ଗଣତନ୍ତ୍ରକୁ ବିଶ୍ୱାସ କରେ। ଆମେ ପ୍ରଶାସନ ପୋଲିସ ପ୍ରଶାସନ ନିକଟରେ ଜଣେଇଛୁ ଲିଖିତ ଆକାରରେ ଏବଂ ଆସିକି ମଧ୍ୟ ନିଜେ ଥାନାଧିକାରୀ ଇନକ୍ୱାରି କରିକି ଯାଇଛନ୍ତି। ଆମେ ଆଶା କରୁଛୁ ଆମକୁ ନ୍ୟାୟ ଦେବେ ଏବଂ ଯେଉଁ 2 ଜଣ ଦୁର୍ବୃତ୍ତ ଆମର ସିସିଟିଭିରେ ଦେଖାଯାଉଛି ସେମାନଙ୍କୁ ଧରି ନିଶ୍ଚିତ ଭାବରେ ଦଣ୍ଡ ଦେବେ ଏବଂ ଆଗାମୀ ଦିନରେ ଏଠି ସୁସ୍ଥ ଏବଂ ଭଲ ଭାବରେ ନିର୍ବାଚନ ହେବାର ଏକ ବାର୍ତ୍ତା ଦେବେ। ନିଶ୍ଚିତ ଭାବରେ ଆମେ ମଧ୍ୟ ଥାନା ଅଧିକାରୀଙ୍କୁ ଜଣେଇଛୁ ଯଦି ସିଏ ଆମକୁ ଖୁବ୍ ଶୀଘ୍ର ଯଦି ନ୍ୟାୟ ନ ଦିଅନ୍ତି ଆଗାମୀ ଦିନରେ ଆମେ ଥାନା ଘେରାଉ କରିବୁ ଏବଂ ଆନ୍ଦୋଳନ କରିବୁ। ଗୋଟେ ରାଜନୈତିକ ଦଳ ଏବଂ ବିଶେଷ କରି ଭାରତୀୟ ଜନତା ପାର୍ଟିର ଏବଂ ବ୍ୟାସନଗର ସହରରେ ଏକ ପ୍ରମୁଖ ସହରରେ କାର୍ଯ୍ୟାଳୟର ମୁଖ୍ୟ ବ୍ୟାନରକୁ ଚିରୁଛନ୍ତି। ନିଶ୍ଚିତ ଭାବରେ ଇଏ ପ୍ରଶାସନ ପୋଲିସ ପ୍ରଶାସନ ପାଇଁ ମଧ୍ୟ ଏକ ସତର୍କ ଘଣ୍ଟି। ଯଦି ଆଜି ମୁଖ୍ୟ ବ୍ୟାନରକୁ ଚିରୁଛନ୍ତି ଆଗାମୀ ଦିନରେ ଆହୁରି ବଡ଼ ବଡ଼ କାର୍ଯ୍ୟ କିଛି କରିପାରନ୍ତି। ନିର୍ବାଚନ ସମୟ ଏବଂ ଆଚରଣ ବିଧି ଲାଗୁ ହୋଇସାରିଛି। ଏମିତି ଏକ ସମୟରେ ଏମିତି ଏକ କାର୍ଯ୍ୟକୁ ପୋଲିସ ପ୍ରଶାସନ ହାଲୁକ ଭାବରେ ନେବା ଜମା ବି ଉଚିତ ନୁହେଁ। ଆମେ ଭାରତୀୟ ଜନତା ପାର୍ଟି ତରଫରୁ ତାଙ୍କୁ ଜଣେଇଛୁ ଏବଂ ଦାବି ମଧ୍ୟ କରୁଛୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ, ନହେଲେ ଆଗାମୀ ଦିନରେ ଆହୁରି ବଡ଼ ବଡ଼ ଘଟଣା ଘଟିବ ତା ପାଇଁ ପୋଲିସ ପ୍ରଶାସନ ଦାୟୀ ରହିବେ। ବ୍ୟାସନଗରରୁ ଟୁନା ଗୁରୁଙ୍କ ରିପୋର୍ଟ, ମହାଭାରତ ଲାଇଭ୍।